कौन कर 3 मास आगे भत्ता कटिगला खाଇବା ପିଇବା ହଇରାଣ पैसा पत्र नहीं ये छोट पूरा पैरालिस बुढ़ी हईराण ताकू केमी पोषिबी आपण आम आई जहाँ विचार कर सार पाक भत्ता भत्ता काटदे केते बयस तुमको बर्तमान केते बयस 65 वर्ष कटि जाई भत्ता केमते कटिला कहले बयस हलानी आ फेरे देले लागु भत्ता पाउतलो किंतु एबे काटि देछि एबे कोन सरकार कोन कहियो कोन करी सरकार आपत्ति करियो तापर सरकार जहाँ बुझियो आया 2 मास हला भत्ता काटि मु काम धंदा करि पारुनी कोन पे मो गोड़ चालुनी भिन्नक्षम मु जाई पारुनी कुआडे मो पिला छबी कबजन मासु शेषर आनिया को पैसा बापा आनिए खाइया बेते दब कोई कि जेडू गले न लागू न लागले भत्ता काटि दे मु से ये आसी दाबी आम चाहूँ ଆପଣ ଭତ୍ତା କାଟ ଦିନ ଲୋକଙ୍କୁ ଯେମିତି ଦବା କଥା ସେମିତି ଦିଅନ୍ତୁ ନାଇଁ କଟି ଯାଇଛି ଆପଣ କହିଲା ନୂଆ ବର୍ଷ ନୂଆ ଲୋକ ଆସିକି ଭତ୍ତା କଟାଇ ଦେଲେ କଣ କହିଲ ତମର ବୟସ ହେଇନି ବୋଲି କହିଲା ତମକୁ କେତେ ବୟସ ଆମ 70 ବର୍ଷ କେମିତି ଚଢୁଛି ଆଉ ଏମିତି ରୋଜଗାର କରି ଚଢୁଛି ଆଉ ସିଏ ଆମକୁ ଭତ୍ତା କଟାଇ ଦେଲା ମୁଁ ଆମ ଭତ୍ତା ପାଇଁ ଆଇଛି ଭତ୍ତା ଦବ ଆମର ଗୋଟେ ଅଭିଯୋଗ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପାଖରୁ ଆସିଥିଲା ଯେ କିଛି ପଞ୍ଚାୟତରେ କିଛି ଯେଉଁମାନେ ଭତ୍ତା ନ ପାଇବା କଥା ସେମାନେ ଅଯୋଗ୍ୟ ସେମାନେ ଭତ୍ତା ପାଉଛନ୍ତି ବୋଲି ତେଣୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ଏଠି ଗୋଟେ ତଦନ୍ତ କରିଥିଲୁ ସେଥିରୁ କିଛି ଲୋକମାନଙ୍କ ପାଖରେ ତାଙ୍କର ଆବଶ୍ୟକ ପ୍ରମାଣପତ୍ର ନଥିଲା ଯେଉଁଥିପାଇଁ ସେମାନଙ୍କୁ ଆମେ ଭତ୍ତା ଦେଇପାରିନଥିଲୁ ତ ସେମାନଙ୍କ ଭତ୍ତାକୁ ସ୍ଥଗିତ ରଖାଯାଇଥିଲା ଆଉ ଏବେ ସେଇ ଲୋକମାନଙ୍କ ମଧ୍ୟରୁ କିଛି ଜଣ ଆସିଛନ୍ତି ଯେଉଁମାନେ କହୁଛନ୍ତି କି ଆମେ ଯୋଗ୍ୟ କିନ୍ତୁ ତାଙ୍କ ପାଖରେ ସେଭଳି କୌଣସି ପ୍ରମାଣପତ୍ର ନାହିଁ କିନ୍ତୁ ସେମାନେ ନିଜକୁ ଯୋଗ୍ୟ ବୋଲି କହୁଛନ୍ତି ତାଙ୍କ ଦରଖାସ୍ତକୁ ଆମେ ଗ୍ରହଣ କରୁଛୁ ଏ ବିଷୟରେ ଆମେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇବୁ ଆଉ ଆମର ଯେଉଁ ଯେଉଁ ସବୁ ଡକୁମେଣ୍ଟ ଆବଶ୍ୟକ କିପରି ତାଙ୍କୁ ମିଳିପାରିବ ଯଦି ସେମାନେ ଯୋଗ୍ୟ ଅଟନ୍ତି ସେ ଅନୁସାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିବୁ ନା ଆମର ତଦନ୍ତ ତ ଆମେ ଆବଶ୍ୟକ କାଗଜପତ୍ର ଅନୁସାରେ ହିଁ କରିବୁ ଯଦିଓ ଆଖି ଆଗରେ ଆମେ ଦେଖିପାରୁଛୁ ଯେ ହୁଏତ ସେମାନେ ପାଇବାକୁ ଯୋଗ୍ୟ ଅଟନ୍ତି କିନ୍ତୁ ସେଟା ଜଣେ ବିଶେଷଜ୍ଞ ମେଡିକାଲ ବିଶେଷଜ୍ଞ ଯିଏ ଅଛନ୍ତି ସିଏ କହିପାରିବେ ତାଙ୍କର କେତେ ବୟସ କିମ୍ବା ତାଙ୍କର ଯେଉଁ ବିକଳାଙ୍ଗ ଅଛନ୍ତି ସେ କେତେ ପ୍ରତିଶତ ବିକଳାଙ୍ଗ ଅଛନ୍ତି ସିଏ ହିଁ ତା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦେଇପାରିବେ ତେଣୁ ଆମେ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ କହିବୁ ଯେ ତାଙ୍କୁ କିପରି ଆବଶ୍ୟକ ପ୍ରମାଣପତ୍ର ଯୋଗାଇ ଦେଇପାରିବେ ଯଦି ସେମାନେ ଯୋଗ୍ୟ ଅଟନ୍ତି।